सामनाକୁ ଆସିଲା କିସ୍ ଛାତ୍ର ମୃତ୍ୟୁ ପଛର ରହସ୍ୟ। ମିଛ କହି ମ୍ୟାନେଜ କରିବାରେ ମାହିର, ରଙ୍ଗ ବୋଳି ଦୋଷ ଘୋଡ଼ାଇବାରେ ସାତିର। ଆଖିରେ ଆଙ୍ଗୁଠି ଗେଞ୍ଜି କିଭଳି ହତ୍ୟା ମାମଲାକୁ ଅଘଟଣ କହି ଭୁଆ ବୁଲାଇଥିଲା କେସ୍, ତାର ପର୍ଦ୍ଦାଫାଶ ହୋଇଛି। ଦୋଷ ଲୁଚାଇବାକୁ କଳ ଆଦିବାସୀ ପିଲାଟିର ଶବ ସହିତ ଖେଳିବାକୁ ବି ପଛେଇଲେନି। ନିରୀହ ପିଲାଟିକୁ ହଷ୍ଟେଲରେ ମର୍ଡର କରାଯାଇଥିଲେ ମଧ୍ୟ ପରିବାର ଓ ପୋଲିସ ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖାଗଲା। ପୁଅ ପାଇଖାନାରେ ପଡ଼ି ଡାକ୍ତରଖାନାରେ ଭର୍ତ୍ତି ହେବା ଓ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ କି ଶୁଣାଇଥିଲା ଗପ। ଏପରିକି ଘଟଣା ପ୍ରଘଟ ହୋଇଯିବା ଭୟରେ ପୋଷ୍ଟମର୍ଟମ ନକରି ମୃତଦେହକୁ ବାପାଙ୍କ ହାତରେ ପଠାଇ ଦେଇଥିଲେ। ଅତି ଚାଲାକିର ସହିତ କିଛି କାଗଜରେ ଦସ୍ତଖତ ବି ନିଆଗଲା। ଅର୍ଥାତ୍ ସବୁଥର ଭଳି ଏଥର ବି ମାମଲାକୁ ଚାପି ଦେବାକୁ ପ୍ରାଣପଣେ କସରତ କରିଥିଲା କେସ୍। କିନ୍ତୁ ଛାତ୍ର ବେକର କଳାଦାଗ କିସ୍ କଳା କାରନାମାର ମୁଖା ଖୋଲିଦେଲା। ସଙ୍ଗୀନ ମାମଲାକୁ ଲୁଚେଇ ଦେବାକୁ ଉଦ୍ୟମ କରିଥିବାରୁ ଆଗକୁ କିସ୍ ଅଡୁଆର ବଢ଼ିପାରେ ବୋଲି ମତ ରଖିଛନ୍ତି ଆଇନଜୀବୀ। ହଜାର ହଜାର ଆଦିବାସୀ ପିଲାଙ୍କୁ ସବୁ ସୁବିଧା ଦେଇ ପାଠ ପଢ଼ାଉଥିବା ଡିମାଣ୍ଡ କରୁଥିବା କିସ୍ ବାସ୍ତବରେ ସ୍ଥିତି କିଛି ଅଲଗା। ସେ କଥା 8 ବର୍ଷ ତଳୁ ତଦନ୍ତରୁ ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କ ରହଣି ଅତି ନିମ୍ନମାନର। ଆଦିବାସୀ ପିଲା ରହୁଥିବା କୋଠରୀ ଗୁଡ଼ିକରେ ଅତ୍ୟଧିକ ଭିଡ଼ ଓ ଆବଶ୍ୟକ ପରିମାଣର ଟଏଲେଟ୍ ଅଭାବ, ଅପରିଷ୍କାର ପରିବେଶ ସାଙ୍ଗକୁ ମୌଳିକ ସୁବିଧାର ଅଭାବ ନେଇ 2017ରେ ଜିଲ୍ଲା ଶିଶୁ ବିକାଶ କଲ୍ୟାଣ କମିଟି ରିପୋର୍ଟ କରିଥିଲା। କିନ୍ତୁ ଏହାକୁ ନେଇ ଜାତୀୟ ମାନବ ଅଧିକାର କମିଶନ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ। ହେଲେ ୟା ପରେ କ'ଣ ହେଲା ସମସ୍ତେ ଅନ୍ଧାରରେ। ଖାଲି କିସ୍ ନୁହେଁ, କିଟ୍ ବି ଅନେକ ସମୟରେ ବିବାଦକୁ ଆସିଛି। ବ୍ୟୁରୋ ରିପୋର୍ଟ, जनता टीवी।